প্রিয় ছাত্রছাত্ରୀ এবং অভিভাবକ ବନ୍ଧୁମାନେ ପ୍ରଜ୍ଞା ଟ୍ୟୁଟୋରିଆଲ ଏକ୍ସପର୍ଟକୁ ସାଦର ସ୍ୱାଗତ। ଆଜିର ପ୍ରଶ୍ନ ହେଉଛି କୌଣସି ମୂଳଧନ 6 ବର୍ଷରେ ତାର 6 ଗୁଣ ହୁଏ, ତେବେ କେତେ ବର୍ଷରେ ତାର 11 ଗୁଣ ହେବ? ଏ ପ୍ରକାର ପ୍ରଶ୍ନକୁ ଆମେ କେମିତି କରିବା ଶେଷ ପର୍ଯ୍ୟନ୍ତ ଦେଖିବାକୁ ଅନୁରୋଧ ରହିଲା। ଯଦି ଭଲ ଲାଗେ ଲାଇକ୍ ସେୟାର ସବସ୍କ୍ରାଇବ୍ କଲେ ଧନ୍ୟବାଦ କରିବି। କ'ଣ କହୁଛି 6 ବର୍ଷରେ 6 ଗୁଣା ହୁଏ, ଅର୍ଥାତ୍ 100 ଟଙ୍କାଟା 6 ବର୍ଷରେ ହୁଏ 600 ଟଙ୍କା। ମୂଳ ହେଉଛି 100, ବଢ଼େ କେତେ? 600ରୁ ଆମେ 100 ଫେରିଦେବା, ବଢ଼େ 500 ଟଙ୍କା। এই ଯେଉଁ 500ଟି ଟଙ୍କା ବଢ଼ୁଛି କେତେ ବର୍ଷରେ ବଢ଼ୁଛି ନା 500 ଟଙ୍କା ବଢ଼ୁଛି 100 ଟଙ୍କାରେ। 5 ବର୍ଷ 100 ଟଙ୍କାଟା 500 ଟଙ୍କା ହେଉଛି। ସେକେଣ୍ଡ କଥାଟି ହେଉଛି କ'ଣ ନା ସିଏ କହିଛି ପୁଣି ମୂଳଧନ 100 ଟଙ୍କାଟା ହେବ କେତେ ହେବ ନା 11 ଗୁଣ ହେବ, ଅର୍ଥାତ୍ ହେବ 1100 ଟଙ୍କା। ବଢ଼ିବ କେତେ ନା 100 1100ରୁ 100 ଫେରିଦେବା, 1000 ଟଙ୍କା ବଢ଼ିବ। ଏବେ ଆମେ ଅଙ୍କକୁ ପଳେଇ ଆସିବା। ଅଙ୍କକୁ କ'ଣ ପଳେଇ ଆସିବା ନା 6 ବର୍ଷରେ 100 ଟଙ୍କାଟା 6 ବର୍ଷରେ ବଢ଼ୁଛି କେତେ ନା 100 ଟଙ୍କାଟା 6 ବର୍ଷରେ ବଢ଼ୁଛି 500 ଟଙ୍କା। ସେଇ 100 ଟଙ୍କାଟା ଏକ ବର୍ଷରେ କେତେ ବଢ଼ିବ? ଏକ ବର୍ଷରେ ବଢ଼ିବ 500 ବିଭକ୍ତ 6। ତେଣୁ 500 ବିଭକ୍ତ 6 ଟିକେ ଭଲ ଭାବରେ ଦେଖିବା। 500 ବିଭକ୍ତ 6 ବଢ଼ୁଛି କେତେ ନା ବଢ଼ୁଛି ଏକ ବର୍ଷରେ। 1000 ଟଙ୍କା ତାକୁ ବଢ଼ିବାକୁ ପଡ଼ିବ। 1000 ଟଙ୍କା ବଢ଼ିବ କେତେ ବର୍ଷରେ ନା 1 ହରଣ 500 ବିଭକ୍ତ 6 ଗୁଣନ 1000। এইটাକୁ ସମାଧାନ କଲେ ଆମେ କେତେ ପାଇବା? ଏଇଟା ଉପରକୁ ଉଲ୍ଟିଯିବ ନିଶ୍ଚିତ ଭାବରେ। 6 ବିଭକ୍ତ 500 ଗୁଣନ 1000। ଏଇଟା 1000 କଲେ କେତେ ପାଉଛୁ ନା ଆମେ ଏଇଟା 500ଟାକୁ ଏଠି 1000 କାଟିଲେ 2 ସମାନ ହେଲା 12 ବର୍ଷ। 12 ବର୍ଷ ଆନ୍ସର ଆମର ହେଲା 12 ବର୍ଷ। ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ବହୁତ ଇମ୍ପୋର୍ଟାଣ୍ଟ ଅଙ୍କ ଅଛି। ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଧନ୍ୟବାଦ ଦେଇ ରହୁଛି। ଯଦି ଭଲ ଲାଗେ ଲାଇକ୍ ସେୟାର ଆଣ୍ଡ ସବସ୍କ୍ରାଇବ୍ କଲେ ଧନ୍ୟବାଦ କରିବି। ଆଗକୁ ଆହୁରି ସୁନ୍ଦର ଅଙ୍କ ଆଣିବା ପାଇଁ ପ୍ରୟାସ ଜାରି ରଖିବି।